ପ୍ରେସ୍ କ୍ଲବ୍ ମୋରଡ଼ାର ଏକ ବୈଠକ ଆଜି ମୋରଡ଼ା ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଥିଲା। ତେବେ ଏଠି ମୁଁ ଟିକେ ସୂଚାଇ ଦେବା ପାଇଁ ଚାହିଁବି, ମୋରଡ଼ା ବ୍ଲକର ପ୍ରଥମ ଏବଂ ଏକମାତ୍ର ପ୍ରେସ୍ କ୍ଲବ୍ ଥିଲା ମୋରଡ଼ା ପ୍ରେସ୍ କ୍ଲବ୍। ଆଉ ତାର ଆଜି ଥିଲା କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ, ଯେଉଁଥିପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା। ଏବଂ ଆଜିର ବୈଠକରେ ବର୍ଷିୟାନ ସାମ୍ବାଦିକ ଡାକ୍ତର ପ୍ରଦୀପ ଚନ୍ଦ୍ର ମାହାତ ସଭାପତିତ୍ୱ କରୁଥିଲେ ଏବଂ ବୈଠକର ଆବାହକ ଥିଲେ ତୁଷାରକାନ୍ତ ବେହେରା। କାର୍ଯ୍ୟକ୍ରମ ମଧ୍ୟରେ ବିଭିନ୍ନ ପ୍ରକାରର ଗଠନମୂଳକ ନିଷ୍ପତ୍ତି ଗ୍ରହଣ କରାଗଲା ଏବଂ ନୂତନ କର୍ମକର୍ତ୍ତା ମଧ୍ୟ ଆମର ଉପସ୍ଥିତ ସଦସ୍ୟମାନେ ଚୟନ କରିଥିଲେ। ସଭାପତି ଭାବରେ ମୁଁ ନିଜେ ପ୍ରେସ୍ କ୍ଲବ୍ ମୋରଡ଼ାର ସଭାପତି ଭାବରେ ମୁଁ ଘାସିରାମ ବେହେରା ମନୋନୀତ ହୋଇଥିଲା ବେଳେ ଉପସଭାପତି ଭାବରେ ସୁଧାଂଶୁ କୁମାର ରାଉତ, ସାଧାରଣ ସମ୍ପାଦକ ଭାବରେ ଅବିନାଶ ମହାନ୍ତି, ସହ ସମ୍ପାଦକ ଭାବରେ ତୁଷାରକାନ୍ତ ବେହେରା, ସତ୍ୟକାନ୍ତ ବେହେରା, ସମୀର ମହାନ୍ତ ଏବଂ କୋଷାଧ୍ୟକ୍ଷ ଭାବରେ ଷଡ଼ାନନ ପାଣିଗ୍ରାହୀ ମନୋନୀତ ହୋଇଥିଲା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ବର୍ଷିୟାନ ସାମ୍ବାଦିକ ଡାକ୍ତର ପ୍ରଦୀପ ଚନ୍ଦ୍ର ମାହାତ, ଚିତ୍ତରଞ୍ଜନ ବେହେରା, ସ୍ୱରୂପ ଦାସ, ଅଜୟ କୁମାର ମାହାତ ମନୋନୀତ ହୋଇଥିଲେ। ଏହି ଆଜିର ଯେଉଁ କାର୍ଯ୍ୟକର୍ତ୍ତା ଚୟନ କାର୍ଯ୍ୟକ୍ରମରେ ଯେଉଁ ବୈଠକ ଅନୁଷ୍ଠିତ ହୋଇଥିଲା, ଏହି ବୈଠକରେ ଉପସ୍ଥିତ ସଦସ୍ୟମାନେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ଜରିଆରେ କାର୍ଯ୍ୟକର୍ତ୍ତାକୁ ଚୟନ କରିଥିବାରୁ ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଏବଂ ଏହି ପ୍ରେସ୍ କ୍ଲବ୍ ମୋରଡ଼ାର ଯେଉଁ କାର୍ଯ୍ୟକର୍ତ୍ତା ଆଜି ଚୟନ ହେଲେ, ମୁଁ ସଭାପତି ନିର୍ବାଚିତ ହେବା ପରେ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଅନୁରୋଧ କରିବି ଏବଂ ପରାମର୍ଶ ମଧ୍ୟ ଦେବି, ଆଗାମୀ ଦିନରେ ପ୍ରେସ୍ କ୍ଲବ୍ ମୋରଡ଼ା ଗଠନମୂଳକ କାର୍ଯ୍ୟ କରି ଅସହାୟଙ୍କ ପାଖରେ ପହଞ୍ଚି ସହଯୋଗର ହାତ ବଢ଼ାଇ ତାଙ୍କର ଅଧିକାର ସୁରକ୍ଷା ଦିଗରେ ଯତ୍ନବାନ ହେବ ବୋଲି ମୁଁ ବିଶ୍ୱାସ ରଖିବି।